ହେଲା ଯେ ଲୋକମାନେ ପହରି ଦେଖିକରି ଶୋଇ ଦେଇଥିଲେ। ସବକେ ଜୁହାର ଜେମା ମାଣିକେଶ୍ୱରୀ। ଆଜି ମୁଇଁ ରେଡ଼ି ରୁଡ଼ା ହେଲି ଆର ବାହାରି ଗଲି କୀର୍ତ୍ତନ ଦେଖବାକେ। ଆମର ପାଖର ଗାଁନେ ଏକା କୀର୍ତ୍ତନ ହଉଥିଲା। ଚାଲ ଯିମା। ଏବେ ଆମେ ପହଞ୍ଚି ଗଲୁ ସେ ଜାଗାକେ। ଏନ୍ତା ଭିଡ଼ ହେଇଥିଲେ କୀର୍ତ୍ତନ ଦେଖବାର୍ନେ ବେଡ଼ା ହେଇଯିବ ତମେ ଦେଖିଲେ। ଟୁକେଲ ତ ସମିତି ଥିଲେ ତ ସବୁ ପୁରା ବସିକରି ଏନ୍ଜୟ କରୁଛନ୍। ଏବେ ମୁଇଁ ଚା ପିଇବାକେ ଆସିଛେ। ଏଇ ଜାଗାନେ ଚା ଦଉଛନ୍। ଚାଲ ପିଇମା ମାଇଁ କରି। ଚା ମାଇଁ କରି ଏଇଟା ପିଉଛେ ମୁଇଁ। ପୁରା ମସ୍ତ ଲାଗୁଛେ ଚା। ବ୍ଲାକ୍ ସଲ୍ ପଡ଼ିକରି ଏଇଟା ଲେମ୍ବୁ ଟିକେ ପଡ଼ିଥିଲା ତ ପିଇବାର ମଜା ଏକା ଅଲଗା ଲାଗୁଛି ପୁରା ମସ୍ତ। ଚା ପିଇ ସାରିଲା ପରେ ଆସିଲୁ ବୁଲବାକେ ଯେ ରାସ୍ତାନେ ଦେଖୁଛୁ ଯେ ବହୁତ ଲୋକ ଥିଲେ। ମୋର ପିଲା କହିଲା ଚାଲ କଟଲେଟ୍ ଟିକେ ମାଙ୍ଗ ବୋଇଲା ଏଇଟା ମୁଇଁ ମଗାଉଛେ କଟଲେଟ୍ ଖାଇବାକେ। ମଗାଲା ପରେ ଏନ୍ତା ହିସାବେ ମୋର ପିଲା ଖଉଛେ ଆର୍ ମୋର ଭଞ୍ଜା ଗୋଟେ ପାଗଡ଼ି ମାରିକରି ଘିଚୁଛେନେ ପୁରା। ଦେଖୁଛ ତ କେନ୍ତା ହସି ହସି ଖଉଛେ। ପୁରା ଆଜି ଏକା ମିଲିଛେନେ ଖାଇସିନେ ବୋଲୁଥିଲା ଏଇଟା। कौन है ये लोग? कहां से आते हैं ये? ଖାଇ ସାରିଲା ପରେ ଆସିଲା ଦେଖୁଛୁ ଯେ ପୁରା ମସ୍ତ ମସ୍ତ ଜିନିଷ ଆଣିଥିଲେ। ପୁରା ଷ୍ଟେଡ଼ି ମାନେ ଆଣିଥିଲେ ଦିଲ୍ ମାନେ ଆଣିଥିଲେ। ପୁରା ମସ୍ତ ଲାଗୁଥିଲା ଦେଖବାକେ। ମୋର ଭଞ୍ଜାର ଏଇଟା ମୁଇଁ ବସିକରି ଏଇଟା ପ୍ରସାଦ ଖାଉଛୁଁ। ପହରି ଦେଖି ଆସିଛୁଁ ବୋଲି ତ ପ୍ରସାଦ ଖାଇବାର କଥା ଏକା। ବହୁତ ଲୋକ ବସିଛନ୍ ସିଆଡ଼େ ବି ଖାଉଛନ୍ ଲୋକମାନେ। ଭଗବାନ ଦେଇଛନ୍ ବୋଲିକରି ମୋର ପିଲା ପୁରା ଖଉଛେନେ ବନାଇ କରି। ଖାଇ ଖୁଆ ସାରିଲା ପରେ ଆସୁଛୁଁ ଆର୍ ପହରି ଦେଖୁଛୁଁ ଯେ ଏନ୍ତା ଡ୍ୟାନ୍ସ ମାରୁଥିଲେ ଯେ ଟୁକେଲ ମନେ ପୁରା ଦେଖିକରି ମୁଇଁ ପାଗଳ ଏକା ହେଇଗନି। क्या बोला तूने? ଲୋକମାନେ କୀର୍ତ୍ତନ ଦେଖି ଦେଖି ଶୋଇଦେଲେ ନା ଏଇ ଜାଗାନେ ଦେଖିପାରୁଥିବ। ଆର୍ ସେ ସାଇଡ଼୍ନେ ଗୋଟେ ଶୋଇ ଦେଇଛନ୍ ପୁରା ଢାବି ହେଇକି ଟୁଆଲ୍କେ ଅଂଶ ପଡ଼ିଲେ ବି ତାଙ୍କର କିଛି କେୟାର ନାହିଁ।